ଆଜ୍ଞା ବାଂଲାଦେଶୀ ଗୁଜରାଟର ମାରିକି ତାଙ୍କୁ କାଢ଼ିବା ସଙ୍ଗେ ସଙ୍ଗେ ତାଙ୍କ ଘର ବି ଭାଙ୍ଗି ଦିଆଗଲାଣି। ଆଜ୍ଞା ଆମର ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ସାର୍ଙ୍କୁ ମୋର ଅନୁରୋଧ, ସେ ଚଞ୍ଚଳ ଷ୍ଟେପ୍ ଆରମ୍ଭ କରନ୍ତୁ। କେନ୍ଦ୍ରାପଡ଼ା ଭଦ୍ରକ ରାସ୍ତା ପାଖେ ପାଖେ ସମୁଦ୍ର କୂଳ ବିଭିନ୍ନ ଆଡ଼େ ଲକ୍ଷ ଲକ୍ଷ ଗଦା ହେଇଛନ୍ତି ଓଡ଼ିଶାର। ତେଣୁ ଇମିଡ଼ିଏଟ୍ ସେ ଯେତେ ପୁରୁଷ ଧରିକି ଆସିଥାଉ ତ ମାରିକି ବିଦା କରିଦିଆଯାଉ ଘରକୁ। ଆଜ୍ଞା ଆମର ଗୁଜରାଟରେ ଭାଙ୍ଗୁଛି ଭଙ୍ଗା ନ ଯାଉ। ଓଡ଼ିଶାରେ ବହୁତ ଗରିବ ଅଛନ୍ତି, ଭୂମିହୀନ ଲୋକ, ତାଙ୍କୁ ଘର ପ୍ରଦାନ କରାଯାଉ। ତ ଏଇଟା ହେଲେ ଓଡ଼ିଶା ଲୋକ ସମସ୍ତେ ପାଇଯିବେ। ବାତ୍ୟା ବେଳେ ଆମକୁ ଆଉ ତତ୍ପର ହେବାକୁ ପଡ଼ିବନି କି ଜଗିବାକୁ ପଡ଼ିବନି, କାରଣ ସେ ପକ୍କା ଘର ଗୁଡ଼ାକୁ ଭାଙ୍ଗି ଦେଇକି ଲାଭ କିଛି ନାହିଁ, ବରଂ ଏମାନଙ୍କୁ ଦିଆହେଇଯିବ। ଆଉ ବିଜେଡ଼ି ନେତ୍ରୀ କହିଲା ଭଳିଆ ଆଧାର କାର୍ଡ଼ ଭୋଟ ପରିଚୟ ପତ୍ର ଯେଉଁମାନେ ଅଛି ତାଙ୍କୁ ରଖାଯାଉ। ଆଜ୍ଞା ତା ଘର ତା ନେଇକି ରଖୁ, ନହେଲେ ସିଏ ନେଇକି ପୋଷୁ। ଆଉ ଓଡ଼ିଶାରୁ ବାହାରିକି ଯାଇକି ବେଙ୍ଗଲ ସେଇ ଯେଉଁ ବାଂଲାଦେଶର ପୋଷୁ। ଏଠି ତାକୁ ବି ବିତାଡ଼ିତ କରାଯାଉ, ତାକୁ ସହିତ ତା ବଂଶ ବୁନିଆଦି ତା ବନ୍ଧୁବାସ ସହିତ। ଆଉ ଯେଉଁମାନଙ୍କୁ ସେଟାକୁ ଆଗେ ଚେକିଂ କରାଯାଉ, ଆଧାର କାର୍ଡ଼ ଭୋଟ ପରିଚୟ ପତ୍ର କେଉଁମାନେ ଦେଇଛନ୍ତି, ଯେଉଁମାନେ ଦେଇଛନ୍ତି ତାଙ୍କ ଉପରେ ପୁରା ଷ୍ଟେପ୍ ନିଆଯାଉ। ତାଙ୍କ ଘର ଫର ଭାଙ୍ଗିକି ତାଙ୍କୁ ଇଏ କରାଯାଉ, ନଚେତ ଏନକାଉଣ୍ଟର ମାରି ଦିଆଯାଉ ଯଦି ନ ଯିବେ ସେମାନେ ବାହାରକୁ। ଆଜ୍ଞା ନମସ୍କାର। କାର୍ଗିଲ ଦୁଃଖରେ ତ ମୁଁ ସେଥିପାଇଁ ଦୁଃଖିତ। ଆଉ ଯାହା ଆପଣଙ୍କର ନିଜସ୍ୱ ମତାମତ, ଏଟା ମୋର ନିଜସ୍ୱ ମତାମତ, ଆପଣଙ୍କ ନିଜସ୍ୱ ମତାମତ ଆପଣ କମେଣ୍ଟରେ ଲେଖିବେ। ରହିଲି ଆଜ୍ଞା, ନମସ୍କାର।